ପାହାଚରେ ଉଠିଲା ବେଳକୁ ନିଗନ୍ତ ଜଙ୍ଗଲ। ତୁମେ ତୁମେ ପୁଣି କିଏ? ଜଣେ ନାରୀ ନା ଏକାକିନୀ? ମୁଁ ଏକାକିନୀ ନୁହେଁ, ମୋ ସହିତ ଅଛନ୍ତି ଏଇ ମୋ ମନର ରାଜା। ମନର ରାଜା? ନାଇଁ ତ, ଏଠାରେ ତ କେହି ବି ନାହାନ୍ତି। ଆଲୋ ତୁମକୁ ପଚାରୁଛି, ତୁମେ କିଏ? ତୁମ ପରିଚୟ ଦିଅ। ମୋ ପରିଚୟ? ହଁ, ତୁମ ପରିଚୟ। ନାଇଁ 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 ନାଇଁ, ମୋ ପରିଚୟ କାହିଁକି ଦେବି ଯେ? ଆଗ କୁହ, ଆଗ ତମେ କୁହ, ତମକୁ ଏଇଠି କିଏ ମାରି ଫିଙ୍ଗି ଦେଇଥିଲ? କଣ କହିଲ? ମୋତେ କିଏ ମାରି ଫିଙ୍ଗି ଦେଇଥିଲା? ହଁ। ଆରେ ମୋତେ ତ ସେମିତି କିଛି ଲାଗୁନି, କେବଳ ନିଦର ଉଠିଲା ଭଳି ଅନୁଭବ ହେଉଛି। ନାଇଁ 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 ନାଇଁ, ତମର ଟିକେ ବି ଚିତା ନଥିଲା। ଆଚ୍ଛା, ମୁଁ ଆଉ ମୋ ସଖୀ ମାନେ ତୁମକୁ ଏ ଅବସ୍ଥାରେ ଦେଖି ଜଙ୍ଗଲୀୟ ଚେରିମୂଲି ଘଷି ତମକୁ ଚେତା ଫେରାଇବାକୁ ଚେଷ୍ଟା କଲୁ। ଶେଷରେ ଆମ ଇଷ୍ଟଦେବୀ ମା ପଞ୍ଚମୁଖୀ କାଳୀଙ୍କ ସ୍ମରଣ ପଡ଼ିଲା, ଆଉ ଆପଣଙ୍କ ଜୀବନ ଫେରି ପାଇଲା। ଆଚ୍ଛା, ମୋର ଜାଣତରେ ତ କେହି ବି ମୋର ଶତ୍ରୁ ନୁହେଁ, ହେଲେ ମୋର ଶୋଇଥିବା ଅବସ୍ଥାରେ କିଏ ଏ ଜାଗାରେ ଆସି ଛାଡ଼ି ଦେଇଥିବ। ହେଲେ ମଧ୍ୟ ମୋର ଜୀବନ ବଞ୍ଚେଇଥିବାରୁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ। ଖାଲି ଶୁଖିଲା ଧନ୍ୟବାଦରେ ଚଳିବନି। ମାନେ ଏହା ଯେ ତମେ ମୋ ସେବା ଶୁଶ୍ରୂଷା, ତମର ଜୀବନ ବଞ୍ଚେଇବା ପାଇଁ ଆମେ ସେବା ଶୁଶ୍ରୂଷା କରିଥିବାର ଫଳ ଦେବାକୁ ହେବ। ଫଳ ଦେବାକୁ ହେବ? ହଁ, ତାହେଲେ ଠିକ ଅଛି। ନିଶ୍ଚିତ ଭାବେ ତୁମେ ମୋ ଜୀବନ ବଞ୍ଚେଇଛ। ହଁ, ତାହେଲେ ଠିକ ଅଛି, ମୁଁ ତୁମକୁ ଗୋଟେ ଉପହାର ଦେବି। କଣ? ଆଲେ ଏଇ ଦେଖ। ଏଇଟା କଣ ଯେ? ହଁ, ଏଇଟା କଣ? ଏଇଟା ହୀରାର ମୁଦ୍ରିକା। ତମ ଜୀବନର ମୂଲ୍ୟ ତାହେଲେ ଏତେ ଶସ୍ତାରେ? ଦରକାର ନାହିଁ ମତେ ଏହି ହୀରା ମୁଦ୍ରିକା। ମୁଁ ଯେଉଁ ଜୀବନକୁ ବଞ୍ଚିବା ପାଇଁ ଉଚିତ ସେବା କରିଛି, ମତେ ସେଇ ଜୀବନ, ସେଇ ହୃଦୟ, ସେଇ ପ୍ରାଣ ଦରକାର। ମାନେ କଣ କହିବାକୁ ଚାହୁଁଛ? ମୁଁ ତ କିଛି ବୁଝିପାରୁନି। ବୁଝିପାରୁନ? ହଁ, ମାନେଟା ଜାଣିପାର। ମାନେଟା ହେଉଛି ତମ ମନ ମତେ ଦିଅ, ଆଉ ମୋ ମନ ତମେ ନିଅ, ଆଉ ମତେ ତୁମେ ଭଲ ପାଅ। କେବେ ବି ଜୋର ଜବରଦସ୍ତି ହୁଏନି। ପ୍ରେମ ହଉଛି ଦୁଇ ଆତ୍ମାଙ୍କ ମିଳନଟା। ସତରେ? ହଁ। କଣ ହେଲା? ପ୍ରେମ କେବେ ନୁହେଁ ଟିରୁଣା, ପ୍ରେମ ହିଁ ଗୋଟେ ଆକର୍ଷଣ। ପ୍ରେମ କେବେ ନୁହେଁ ଟିରୁଣା, ପ୍ରେମ ହିଁ ଗୋଟେ ଆକର୍ଷଣ। ତୁମ ପ୍ରେମେ ପଡ଼ିଛି, ଭଲ ପାଉଅଛି। ତୁମ ପ୍ରେମେ ପଡ଼ିଛି, ଭଲ ପାଉଅଛି। ଯଦି ସୁଝିବାକୁ ଋଣ ଚାହୁଁଛ ତୁମେ ଅବୋଧନ,
ସଜାଇଅଛି ତୋର ଦେହ ମୁକି ତୁମର ଯୋଗ୍ୟ ନୁହେଁ ସଜାଇଅଛି ତୋର ଦେହ ଆସ ମୋ ପାଖେ ସାଥୀ ଗାଏ ପ୍ରେମ ତୁମ ପ୍ରେମୀ ପଡ଼ିଛି ଭଲ ଏ ଭଲ ଏ ଭଲ ଏ ଭଲ ପାଉଛି ସତରେ କଣ ତୁମ ପ୍ରେମ ପାଗଳ ହେଇଯାଇଛ? ତୁମକୁ ଟିକିବି ଲଜ୍ଜା ଶରମ ଲାଗୁନି? କାହିଁକି କାହିଁକି ମତେ ଲଜ୍ଜା ଶରମ ଲାଗିବ ଯେ ପ୍ରେମ କରିବା କଣ ଅସମ୍ମାନ ପ୍ରେମ କରିବା କଣ ଅସଙ୍ଗତ କଥା କି ଆଲୋଏ ମୁଁ ତୁମକୁ ସେ କଥା କହିନି ଲୋ। ଆଉ ପୁଅ ମାନେ ଝିଅ ପଢ଼ିଲେ ମଧ୍ୟ ଉଚିତ, ଯାଉ। ହେଲେ ଗୋଟେ ଝିଅ ହେଇ ପୁଅ ପଛରେ ପଡ଼ିଛ, ତୁମକୁ ଟିକେ ବି ଲଜ୍ଜା ଶରମ ନାହିଁ ଲୋ? ନାଇଁ 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 ଦେଖ ଲଜ୍ଜା ଶରମ କଥା ନା ମୁଁ ଘରେ ଥୋଇ ଦେଇକି ଆସିଛି। ଦେଖ ମୋ କଥା ବୁଝିବାକୁ ଚେଷ୍ଟା କର। ତୁମେ ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ତୁମ ପ୍ରେମ ଫାଶରେ ଫସିବିନି। ମୋ କଥା ବୁଝିବାକୁ ଚେଷ୍ଟା କର ଆଉ ମୋ କଥାକୁ ଛାଡ଼ି ଯାଇ